ବୋଲ ମାନୁନାହିଁ ଟ୍ରଲର। 20 ନମ୍ବର ଜାତୀୟ ରାଜପଥରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଇ ସାଧାରଣ ନାଗରିକଙ୍କ ମନରେ ଭୟ ସୃଷ୍ଟି କରୁଛି ମାଲବାହୀ ଟ୍ରଲର। କେନ୍ଦୁଝର ଜିଲ୍ଲା 20 ନମ୍ବର ଜାତୀୟ ରାଜପଥ ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଖଜୁରୀ ଜୁଆଣି କ୍ରସର ନିକଟରେ ଏକ ମାଲବାହୀ ଟ୍ରଲର ଓଲଟି ପଡ଼ିଛି। ଟ୍ରଲରଟି ଯୋଡ଼ା ଅଞ୍ଚଳରୁ ଆଇରନ୍ ଲୋଡ୍ କରି 20 ନମ୍ବର ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ଖଜୁରୀ ଜୁଆଣି କ୍ରସର ଏବଂ ଫକୀର ଛକ ମଧ୍ୟବର୍ତ୍ତୀ ସ୍ଥାନରେ ଓଲଟି ପଡ଼ିଛି। କେହି କେହି କହୁଛନ୍ତି ଦ୍ରୁତ ଗତିରେ ଟ୍ରଲରଟି ଯାଉଥିବା ବେଳେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଛି ତ ଆଉ କେହି କହୁଛନ୍ତି ରାତି ଅନିଦ୍ରା ହୋଇ ଚାଳକ ଗାଡ଼ି ଚଲାଉଥିଲେ, ଯଦ୍ୱାରା ଆଖି ଲାଗିଯିବାରୁ ରାସ୍ତା ବାହାରକୁ ଚାଲିଯାଇ ଓଲଟି ପଡ଼ିଛି। ତେବେ ସେ ଯାହା ହେଉନା କାହିଁକି ନିଜ ରାସ୍ତାକୁ ଛାଡ଼ି ଡିଭାଇଡର ଚଢ଼ି ଅପରପକ୍ଷ ରାସ୍ତା ପାର ହୋଇ ରାସ୍ତା କଡ଼ରେ ଓଲଟିବା ଏହା ସାଧାରଣ କଥା ନୁହେଁ ଦର୍ଶକ ବନ୍ଧୁ। କାରଣ ଅପରପକ୍ଷ ରାସ୍ତାରେ କେହି ଉକ୍ତ ସମୟରେ ଆସୁନଥିଲେ। ଯଦି କେହି ଆସୁଥାନ୍ତେ ତେବେ ନିଶ୍ଚିତ ଯେ ବିନା କାରଣରେ ସେମାନଙ୍କର ବହୁମୂଲ୍ୟ ଜୀବନ ଚାଲିଯାଇଥାନ୍ତା। ଏଣୁ ଏମାନଙ୍କୁ ଲଗାମ ଛଡ଼ା କଲେ ଚଳିବ ନାହିଁ। ଏମାନଙ୍କ ପ୍ରତି ନିଶ୍ଚିତ ଅଙ୍କୁଶ ଲାଗିବା ଦରକାର। କାରଣ ଏଠାରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଟ୍ରଲର ଚାଳକଙ୍କ ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଲା। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।